ଆମ ଇତିହାସରେ ଆଜିର ଦିନରେ ଜାଣ ଅଜାଣତରେ ଘଟି ଆସିଛି ଅନେକ ଐତିହାସିକ ଘଟଣା। ବର୍ଷର 10ମ ମାସର ଆଜି ହେଉଛି 16ତମ ଦିନ ଅର୍ଥାତ୍ 16 ତାରିଖ। ବର୍ଷର ଆଜିର ଦିନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଜିର ଦିନରେ ଦେଶ ଦୁନିଆରେ ଏମିତି କିଛି ଘଟଣା ଘଟିଛି ଯାହା ଶୁଣିବା ଆପଣଙ୍କୁ ନିହାତି ଦରକାର। ତେବେ ଚାଲନ୍ତୁ ଜାଣିବା ଆଜିର ଦିନରେ କ'ଣ କ'ଣ ଘଟଣା ଘଟିଥିଲା ଆମ ଦେଶ ଦୁନିଆରେ। 1944 ମସିହା ଆଜିର ଦିନରେ ଲକ୍ଷ୍ମୀ ନାରାୟଣ ସିଂ, ଯିଏକି ବୃତ୍ତିଗତ ଭାବରେ ଲଚ୍ଛୁ ମହାରାଜ ଭାବରେ ଜଣାଶୁଣା, ବାସୁଦେବ ନାରାୟଣ ସିଂଙ୍କ ଘରେ ଜନ୍ମଗ୍ରହଣ କରିଥିଲେ। ସେ ବନାରସ ଘରାନାର ଜଣେ ଭାରତୀୟ ତବଲା ବାଦକ ଥିଲେ। ତାଙ୍କ ଭଉଣୀ ନିର୍ମଳା ଦେବୀ ବଲିଉଡ୍ ଅଭିନେତା ଗୋବିନ୍ଦ ଅରୁଣ ଆହୁଜାଙ୍କ ମାତା ଅଟନ୍ତି। 1948 ମସିହା ଆଜିର ଦିନରେ ଡ୍ରିମ୍ ଗର୍ଲ ହେମା ମାଲିନୀ ତାମିଲନାଡୁରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରା ନାଁ ହେମା ମାଲିନୀ ରାମାନୁଜ ଚକ୍ରବର୍ତ୍ତୀ ଅଟେ। ବଲିଉଡ୍ ଜଗତରେ ହେମା ନିଜର ଅଭୂତପୂର୍ବ ଅଭିନୟ କରି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତି ପାରିଛନ୍ତି। ସୀତା ଗୀତା ଫିଲ୍ମ ଠାରୁ ତାଙ୍କ କ୍ୟାରିୟରରେ ବୁଷ୍ଟ ମିଳିଥିଲା। 1981 ମସିହା ଆଜିର ଦିନରେ ପ୍ରଥମ ବିଶ୍ୱ ଖାଦ୍ୟ ଦିବସ ପାଳନ କରାଯାଇଥିଲା, ଯାହା 1979 ମସିହାରେ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ ଦ୍ୱାରା ବିଶ୍ୱ କ୍ଷୁଧା ଏବଂ କୁପୋଷଣ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆରମ୍ଭ କରାଯାଇଥିଲା। ଏହି ଉଦ୍ଘାଟନୀ ଉତ୍ସବର ବିଷୟବସ୍ତୁ ଥିଲା ଖାଦ୍ୟ ପ୍ରଥମେ ଆସେ ଏବଂ ଏହା ପ୍ରତିବର୍ଷ ଅକ୍ଟୋବର 16 ତାରିଖରେ ବିଭିନ୍ନ ଖାଦ୍ୟ ସୁରକ୍ଷା ପ୍ରସଙ୍ଗକୁ ଆଲୋକପାତ କରିବା ପାଇଁ ପାଳନ କରାଯାଇଆସୁଅଛି। 1996 ମସିହା ଆଜିର ଦିନରେ ଗ୍ୱାଟେମାଲା ସିଟିରେ ଏକ ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ ପୂର୍ବରୁ ଫୁଟବଲ ପ୍ରଶଂସକଙ୍କ ଦଳାଚକଟାରେ 84 ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ 100ରୁ ଅଧିକ ଗୁରୁତର ଆହତ ହୋଇଥିଲେ। ଗ୍ୱାଟେମାଲା ଜାତୀୟ ଦଳ ବୁଧବାର ରାତିରେ ଗ୍ୱାଟେମାଲା ସିଟିରେ କୋଷ୍ଟାରିକା ବିପକ୍ଷରେ ମୁକାବିଲା କରିବାକୁ ସ୍ଥିର ହୋଇଥିବା ବେଳେ ଏହି ଘଟଣା ଘଟିଥିଲା। 2011 ମସିହା ଆଜିର ଦିନରେ ଫୌଜା ସିଂ 8 ଘଣ୍ଟା 11 ମିନିଟ୍ ଏବଂ 6 ସେକେଣ୍ଡରେ ଟୋରୋଣ୍ଟୋ ୱାଟରଫ୍ରଣ୍ଟ ମାରାଥନ୍ ସମାପ୍ତ କରି 100 ବର୍ଷରୁ ଅଧିକ ବୟସର ପ୍ରଥମ ବ୍ୟକ୍ତି ହୋଇଥିଲେ। ଏହି ସଫଳତା ତାଙ୍କୁ ବିଶ୍ୱର ସବୁଠାରୁ ବୟସ୍କ ମାରାଥନର କରିଥିଲା। ଯଦିଓ ଜନ୍ମ ପ୍ରମାଣପତ୍ର ଅଭାବରୁ ଏହି ସମୟକୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ଦ୍ୱାରା ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦିଆଯାଇ ପାରିନଥିଲା।